I bring greetings in the name of the Lord Jesus Christ. प्रभु जीशु ख्रीष्टଙ୍କ पवित्र नामରେ ଆପଣମାନଙ୍କୁ ଅଭିନନ୍ଦନ ଜଣାଏ। And it is a special occasion where we are focusing upon the Lord Jesus Christ. ଆଉ ଏ ବିଶେଷ ସୁଯୋଗରେ ବା ଏ ବିଶେଷ ସମୟରେ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିଷୟରେ ଚିନ୍ତା କରୁଛୁ ବା ଧ୍ୟାନ ଦଉଛୁ। He is the very important person in our midst. ଆମମାନଙ୍କର ଗହଣରେ ସେ ହିଁ ଜଣେ ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଅଟନ୍ତି। Wherever the Holy Spirit moves, he always exalts Jesus Christ. ଯେଉଁ ସ୍ଥାନରେ ବି ଯେଉଁମାନଙ୍କ ମଧ୍ୟରେ ବି ପବିତ୍ର ଆତ୍ମା ଯେତେବେଳେ ଗମନାଗମନ କରନ୍ତି ଚଳପ୍ରଚଳ ହୁଅନ୍ତି ସେ ସର୍ବଦା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଉଚ୍ଚୀକୃତ କରନ୍ତି। And this evening we will continue to meditate upon the sacrifice that Jesus did 2000 years ago. 2000 ବର୍ଷ ତଳେ ଯେଉଁ ବଳିଦାନ ପ୍ରଭୁ ଯୀଶୁ ଉତ୍ସର୍ଗ କରିଥିଲେ ଆଜି ସନ୍ଧ୍ୟାରେ ସେହି ସମ୍ପର୍କରେ ଆଲୋଚନା କରିବା। So whenever we hear God's word, ଯେବେ ବି ଆମମାନେ ଈଶ୍ୱରଙ୍କର ବାକ୍ୟକୁ ଶ୍ରବଣ କରୁ I try to present in such a way that people understand the word of God. ଆଉ ମୁଁ ଏ ପ୍ରକାର ଭାବରେ ତାହାକୁ ଉପସ୍ଥାପନ କରିବା ପାଇଁ ଚେଷ୍ଟା କରେ ଯେପରିକି ଶୁଣିବା ଲୋକମାନେ ବୁଝିବାକୁ ପାରିବେ। Whenever you hear the word of God ଯେବେ ବି ଆପଣ ଈଶ୍ୱରଙ୍କର ବାକ୍ୟକୁ ଶୁଣନ୍ତି and do not understand, ଆଉ ବୁଝିପାରନ୍ତି ନାହିଁ you know what happens? ତାହେଲେ କ'ଣ ହୁଏ ଜାଣନ୍ତି କି? Anybody in the esteemed audience know the answer? ଆଉ ଶ୍ରୋତା ମଣ୍ଡଳୀଙ୍କ ପାଖରେ କୌଣସି ଉତ୍ତର ଅଛି କି? In the south, I said, if you give the answer, wherever I go in India, I will talk about you. ଆଉ ମୁଁ ଦକ୍ଷିଣ ଭାରତରେ କୌଣସି ଜାଗାରେ ପ୍ରଚାର କଲେ ମୁଁ ଉତ୍ସାହିତ କରି କହିଥାଏ ଯେ ଯଦି କେହି ଉତ୍ତର ଦିଅନ୍ତି ତାହେଲେ ମୁଁ ଯୁଆଡ଼େ ପ୍ରଚାର କରିବା ପାଇଁ ଗଲେ ମଧ୍ୟ ଆପଣଙ୍କ ବିଷୟରେ ସେମାନଙ୍କୁ କହିବି। Whenever we hear the word of God ଯେବେ ବି ଆମମାନେ ଈଶ୍ୱରଙ୍କର ବାକ୍ୟ ଶୁଣୁ and do not understand, ଆଉ ବୁଝିପାରୁନାହୁଁ what will happen? ତାହେଲେ କ'ଣ ହବ? କ'ଣ ହୁଏ? So I got many answers. ଆଉ ବିଭିନ୍ନ ଉତ୍ତର ମୁଁ ପାଇଛି। Maybe you know the answers, ଆଉ ହୁଏତ ସେଥିରୁ କିଛି ଉତ୍ତର ଆପଣ ମଧ୍ୟ ଜାଣନ୍ତି but in case you don't know the answer, let me give the answer. କିନ୍ତୁ ଯଦି କୌଣସି କାରଣବଶତଃ ସେ ଉତ୍ତର ଆପଣ ଜାଣନ୍ତି ନାହିଁ ତାହେଲେ ମୁଁ କହିବି ସେଇ ଉତ୍ତର। Usually I will give 10 chances. ଆଉ କହିବାକୁ ଗଲେ 10ଟି ଉତ୍ତର ଅଛି। I will say, whenever you hear God's word and do not understand, what happens? ଆଉ ଯଦି ଈଶ୍ୱରଙ୍କର ବାକ୍ୟ ଶୁଣନ୍ତି ଏବଂ ଶୁଣିକି ବୁଝିପାରନ୍ତି ନାହିଁ ତାହେଲେ କ'ଣ ହୁଏ? And the answer I got was, ଆଉ ଯୋଉ ଉତ୍ତର ଗୁଡାକ ପାଇଲି people will sleep, ପ୍ରଥମ କଥା ଲୋକମାନେ ଶୋଇପଡ଼ିବେ we will get confused, ଆଉ ଆପଣ ଦ୍ୱନ୍ଦ୍ୱରେ ପଡ଼ିବେ and we will misunderstand the word of God. ଆପଣ ଈଶ୍ୱରଙ୍କର ବାକ୍ୟକୁ ଭୁଲ ଭାବରେ ବୁଝିବେ। All these answers I got. ଆଉ ଏ ସବୁ ଉତ୍ତର ମୁଁ ପାଇଲି। Then I'll give one more chance, ଆଉ ତାପରେ ମୁଁ ଆଉ ଗୋଟିଏ ସୁଯୋଗ ସେମାନଙ୍କୁ ଦିଏ 11th chance to answer that question. ଆଉ ସେପରେ 11 ନମ୍ବର ଥର ପାଇଁ ମୁଁ ସୁଯୋଗ ସେମାନଙ୍କୁ ଦିଏ। Usually when I give the answer, ଆଉ ଯେତେବେଳେ ମୁଁ ଉତ୍ତର ଦିଏ there will be at least one or two people who will say, I thought of giving that answer, brother, you only gave it. ଆଉ ସେ ସମୟରେ ଲୋକମାନେ ଉତ୍ତର ଦିଅନ୍ତି ଭାଇ ମୁଁ ସେ ଉତ୍ତରଟା ଦେବି ବୋଲି ଭାବିଥିଲି ଯେ କିନ୍ତୁ ଆପଣ କହିଦେଲେ। And so therefore the answer to the question, whenever you hear God's word and do not understand, ତେବେ ଯେତେବେଳେ ଈଶ୍ୱରଙ୍କର ବାକ୍ୟ ଶୁଣନ୍ତି ଏବଂ ବୁଝିପାରନ୍ତି ନାହିଁ ତାର କ'ଣ ହୁଏ ସେ ପ୍ରଶ୍ନର ଉତ୍ତର ହେଉଛି the answer is Satan will come to you. ଶୟତାନ ଆପଣଙ୍କ ମଧ୍ୟକୁ ଆସିବ। I didn't tell this answer. ମୁଁ ଏ ଉତ୍ତରଟା ମୁଁ କହିନଥିଲି It's Jesus who said, କିନ୍ତୁ ପ୍ରଭୁ ଯୀଶୁ ଏ ଉତ୍ତରଟା କହିଛନ୍ତି। the gospel according to Matthew ମାଥ୍ୟୁ ଲିଖିତ ସୁସମାଚାର and chapter 13, ତାର 13 ଅଧ୍ୟାୟ verse 19. ଆଉ ତାର 19 ପଦରେ ସେ କହିଛନ୍ତି When anyone hears the word of the kingdom ଯେତେବେଳେ କୌଣସି ଲୋକ ଈଶ୍ୱରଙ୍କର ରାଜ୍ୟର ବାକ୍ୟକୁ ଶୁଣେ and does not understand, ଏବଂ ତାହା ବୁଝିପାରେ ନାହିଁ and the evil one comes. ସେତେବେଳେ ସେ ମନ୍ଦ ବ୍ୟକ୍ତି ଆସେ। So that means whenever you don't hear the word of God, whenever you hear the word of God and don't understand, the enemy will come to you.
ଆପଣ ଈଶ୍ୱରଙ୍କର ବାକ୍ୟ ଶୁଣିକି ଯଦି ବୁଝି ପାରୁନାହାନ୍ତି ସେତେବେଳେ କିଏ ଆସେ? ପାପାତ୍ମା ଆସେ ବା ଶତ୍ରୁ ଆସେ। We don't want the enemy to come to any of you this evening. ଆଜି ସନ୍ଧ୍ୟାରେ ପାପାତ୍ମା ବା ଶତ୍ରୁ ଶୟତାନ କାହାରି ପାଖକୁ ବି ଆସୁ ଏଇଟା ମାନେ ଚାହୁଁନା। And therefore, if you don't want the devil to come to you, you must understand God's word. ଆଉ ସେଥିପାଇଁ ଯଦି ପାପାତ୍ମା ଆପଣଙ୍କର ମଧ୍ୟକୁ ନ ଆସୁ ବୋଲି ଇଚ୍ଛା କରନ୍ତି ଚାହାନ୍ତି ତାହେଲେ ଈଶ୍ୱରଙ୍କର ବାକ୍ୟକୁ ଶୁଣନ୍ତୁ ମଧ୍ୟ ବୁଝିବାକୁ ଯତ୍ନବାନ କରନ୍ତୁ। And when the devil comes, he will steal the word of God. କାରଣ ଯେତେବେଳେ ପାପାତ୍ମା ଆସେ ସେ ଆସେ ବାକ୍ୟକୁ ହରଣ କରି ନେବାର ନିମନ୍ତେ। How many verse Bible messages you might have heard, ଆପଣ ଈଶ୍ୱରଙ୍କର ବାକ୍ୟରୁ କେତେ ଯେ ପ୍ରଚାର ଶୁଣିଥିବେ, but when you do not understand, କିନ୍ତୁ ଯେତେବେଳେ ବୁଝି ପାରନ୍ତି ନାହିଁ the devil steals the word of God. ଆଉ ସେତେବେଳେ ଶୟତାନ ଆସି ଆପଣଙ୍କର ଠାରେ ଥିବା ବାକ୍ୟକୁ ଛିନ୍ନ କରି ନେଇଯାଏ ବା ଚୋରି କରି ନେଇଯାଏ। Whenever the thief comes to any house, ଆଉ ଯେତେବେଳେ ଚୋର କୌଣସି ଘରେ ପ୍ରବେଶ କରେ he will not steal the useless things, he will steal the useful things. ଆଉ ସେ ଅନାବନା ବିଷୟକୁ ସେ ଚୋରି କରେ ନାହିଁ, କିନ୍ତୁ ଯୋଉଗୁଡାକ ମୂଲ୍ୟବାନ ବ୍ୟବହାର ଯୋଗ୍ୟ ସେ ପ୍ରକାର ବିଷୟକୁ ସେ ଚୋରି କରେ। You will not hear somebody saying, thief came to our house and he stole only the old newspaper and chappals and went away. ଆଉ କେହି ହେଲେ ଏଇ କଥା କହିବାର ଶୁଣିଛନ୍ତି କି ଯେ ତାଙ୍କ ଘରେ ଚୋର ପଶିକି ସେ ପୁରୁଣା ଖବର କାଗଜ ସବୁ ଗଦାଇଥିଲା ସେଇଟା ନେଇଗଲା ଏବଂ ଛିଣ୍ଡା ଚପଲ ସବୁ ଯାହା ବରଣ୍ଡାରେ ଥିଲା ସେଗୁଡାକ ନେଇକି ପଳେଇଲା। So whenever the thief comes, he will steal something very precious, gold, silver, money. କାରଣ ଯେତେବେଳେ ଚୋର ଆସେ ସେ ମୂଲ୍ୟବାନ ବିଷୟ ସବୁ ଚୋରି କରିବା ପାଇଁ ଆସେ, ସେ ସୁନା ରୂପା କିମ୍ବା ଟଙ୍କା ନେଇଯିବା ପାଇଁ ଆସେ। In the same way, ଠିକ ସେଇ ପ୍ରକାର ଭାବରେ the devil, Jesus calls him as a thief. ଆଉ ଶୟତାନକୁ ପ୍ରଭୁ ଯୀଶୁ ଚୋର ବୋଲି କୁହନ୍ତି। So when he comes, ଯେତେବେଳେ ସେ ଆସେ he will see in our heart. ସେ ଆମମାନଙ୍କର ହୃଦୟ ମଧ୍ୟରେ କଣ ଅଛି ଦେଖେ। And if there is anger, ଆଉ ଯଦି କ୍ରୋଧ ଅଛି, jealousy, ଆଉ ଈର୍ଷା ଅଛି, pride, ଆଉ ଗର୍ବ ଅଛି, love of money, ଆଉ ଧନଲୋଭ ଅଛି, these things in our heart is like old newspaper and chappals. ଆଉ ଏସବୁ ସେ ଛିଣ୍ଡା ଚପଲ ଭଳି ଏବଂ ପୁରୁଣା ଖବର କାଗଜ ଭଳି ଆମମାନଙ୍କ ହୃଦୟ ମଧ୍ୟରେ ଥାଏ। So the devil will leave all those things and he will steal only the word of God. ଆଉ ସେଥିପାଇଁ ଶୟତାନ ଏସବୁ ବିଷୟରେ ହାତ ମାରିବ ନାହିଁ, ସେ କେବଳ ଆମମାନଙ୍କ ହୃଦୟ ମଧ୍ୟରେ ଥିବା ବହୁମୂଲ୍ୟ ବାକ୍ୟ ଉପରେ ହାତ ମାରିବ ଆଉ ତାକୁ ସେ ନେଇକି ପଳେଇବ। Now you understand why many messages you heard, but it's stolen. ଆଉ ଏଥିପାଇଁ ବୁଝିପାରୁଥିବେ ବର୍ତ୍ତମାନ ଯେ ଏତେ ବାକ୍ୟ ଶୁଣିଛନ୍ତି କିନ୍ତୁ କାହିଁକି କିଛି ମନରେ ରହିନାହିଁ କିମ୍ବା କୌଣସି କାର୍ଯ୍ୟ ହେଇନାହିଁ। Some elderly people will say, these days I am forgetting, I am not able to remember. ଆଉ ହୋଇପାରେ କେତେକ ପ୍ରୌଢ ବ୍ୟକ୍ତି ଏ କଥା କହିବେ ଯେ ଏଇ ଦିନ ମାନଙ୍କରେ ମୋର କିଛି ମନେ ରହୁନାହିଁ। But if you sit and talk with that person, କିନ୍ତୁ ଆପଣ ଯଦି ତାଙ୍କ ସାଙ୍ଗରେ ବସିକି କଥାବାର୍ତ୍ତା କରିବେ that person will say, 25 years ago, you know what happened? ଆଉ ସେ ବ୍ୟକ୍ତି କହିବାକୁ ଆରମ୍ଭ କରିବେ ଯେ 25 ବର୍ଷ ତଳେ କଣ ହେଇଥିଲା, 30 years ago, you know, one Sunday what happened? ଆଉ 30 ବର୍ଷ ତଳେ ଗୋଟେ ରବିବାର କଣ ହେଇଥିଲା। You know, they will remember some of the old things. ଆଉ ସେମାନେ ବହୁତ ପୁରୁଣା କଥା ସବୁ ମନେ ରଖିଥାନ୍ତି, But the word of God sold 25 minutes ago, they will forget. କିନ୍ତୁ 25 ମିନିଟ ପୂର୍ବରୁ ଯୋଉ ଈଶ୍ୱରଙ୍କର ବାକ୍ୟ ଶୁଣିଥିଲେ ସେଇଟା ଭୁଲି ଯାଇଛନ୍ତି। If you forget, you must forget everything. If you forget, you must forget everything. ଯଦି ଆପଣଙ୍କର ଭୁଲିବାର ଦୋଷ ଅଛି ତାହେଲେ ସବୁ କିଛି ଭୁଲିବା କଥା। Why is that you forget only the word of God and remember all other things, including cinema songs? ଆଉ କାହିଁକି ତାହେଲେ ଆପଣ କେବଳ ଈଶ୍ୱରଙ୍କର ବାକ୍ୟକୁ ପାସୋରି ଯାଉଛନ୍ତି ଏବଂ ବାକି ସବୁ ବିଷୟ ଆପଣଙ୍କ ମନରେ ଛାପି ହେଇକି ରହିଛି, ଏପରିକି ସିନେମାର କାହାଣୀ ସବୁ ମଧ୍ୟ ମନରେ ଅଛି। That's because when you hear the word of God and do not understand, the devil come and he will steal it. କାରଣ ହଉଛି ଯେତେବେଳେ ଆପଣ ଈଶ୍ୱରଙ୍କର ବାକ୍ୟ ଶୁଣନ୍ତି କିନ୍ତୁ ବୁଝନ୍ତି ନାହିଁ, ପାପାତ୍ମା ଆସେ ସେଗୁଡାକ ଚୋରି କରି ନେଇଯାଏ। So we will quickly see certain results of Jesus' sacrifice on the cross. କୃଷ୍ଣରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବଳିଦାନର ତାତ୍ପର୍ଯ୍ୟକୁ ବା ତାର ଫଳାଫଳକୁ ଆମମାନେ ଦେଖିବା। Maybe I will present 7 of those results. ଆଉ ସେଥିରୁ 7 ଗୋଟି ଫଳାଫଳ ବିଷୟରେ ମୁଁ ଆପଣଙ୍କୁ କହିବାକୁ ଚାହେଁ। And I hope that the devil will not steal any of these 7 results. ଆଉ ମୁଁ ଆଶା କରେ ଯେ ପାପାତ୍ମା ଏଇ 7ଟି ଫଳାଫଳ ଯେତେବେଳେ ଆପଣ ଶୁଣିବେ ସେଥିରୁ କିଛି ହିଁ ସେ ଚୋରି କରି ନବ ନାହିଁ। Results of Jesus dying on the cross. ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁବରଣ କଲେ ତାହାର ଫଳାଫଳ କଣ ହେଲା?
We read in Luke's Gospel, chapter 23, few minutes ago. आमने किछि मिनिट पूर्वरु लोकलिखित सुसमाचार 23 अध्याय रु पाठ करिछु। Jesus dying on the cross said, Father, forgive them. आ प्रभु यीशु क्रूस रे आ मरु थाई कि से कहले पिता एमान को क्षमा कर। Finally, he said, Father, into your hands I commit my spirit. आ शेष रे से कहले हे पिता तुम हस्त रे मु आपण आत्मा समर्पण करूअछि। There was an unbeliever, जणे अविश्वासी थिले, a military man. जणे मिलिटरी लोक, He must be a very strong fellow. आ से जणे बड़ शक्तिशाली लोक हेथिबे निश्चय। He saw that. आ से देखिले, He saw Jesus. से यीशु को देखिले। He said, certainly this is a righteous man, and he gave glory to God. आ से यीशु को क्रूस रे मरुथिवार देखि कहले निश्चय ए जणे धार्मिक लोक एवं तद्वारा से ईश्वर को गौरव देले। Many churches meditate upon the 7 words on the cross. अनेक मंडली रे प्रभु यीशु क्रूस रे कहिथिबा सप्त बाणी विषय रे आलोचना करिथांती। But this centurion, he heard the 7 words on the cross by Jesus. आओ किंतु एई जो व्यक्ति एई जो सेनापति क्रूसार्पण घटना रे से संपृक्त थिले आउ से सुनिले से सातोटी जाक कथा। And he said he glorified God. से ईश्वर को महिमा देले। So this is the first result of Jesus dying on the cross. तेबे क्रूस रे प्रभु यीशु मृत्यु भोग करिवार ए होची प्रथम फलाफल। We will learn to glorify God. हम माने ईश्वर को गौरव देबाकू शिखिबो। We are in this universe or in this world so that we glorify God. हम माने ए विश्व मंडल रे बाई पृथ्वी बक्ष रे एथिपाई का अछु जेपरि कि ईश्वरंकर महिमा करि पारु। Now let me take 1 minute and give the definition of glory. आउ ए जो गौरव ईश्वर को गौरव देबार संज्ञाटी गोटे मिनिट रे मु आपन को कहिबा को इच्छा There is an Old Testament definition of the word glory. आउ गौरवर से पुरातन नियमर एक संज्ञा अछि New Testament definition of the word glory. एवं नूतन नियम रे मध्य तार भिन्न एक संज्ञा अछि। Let me start with the Old Testament. मु पुरातन नियम रो आरंभ करिबी। In Exodus chapter 33, आउ यात्रा पुस्तक तार 33 अध्याय रे Moses had a desire. आ मूसांकर एक गभीर इच्छा थिला। We all have certain desires in our lives. आमानकर जीवन रे मध्य आमानकर विभिन्न इच्छा अभिलाष रही थाए। There was one man, we went to buy a house many years ago. अनेक वर्ष तळे जणे लोक गोटे घर किनिया पई गले। And that man said, I will sell this house, but I will not sell the coconut in front of the house. आउ से लोकटा जे बिक्री करबा लोक से कहले मु घरटा बिक्री कर देबी किंतु घर सामना रे जो नडिया गछ अछि सेटा बिक्री करबी नाही। I was surprised. He's selling the big house, but he doesn't want to sell the coconut tree. आउ बड आश्चर्य हली सुनी कि जे से लोकटा घर बिक्री करिया पई इच्छुक अछि प्रस्तुत अछि किंतु नडिया गछ को बिक्री करिया पई चाहू नाही। I asked for the reason, आउ मु तांक पचारली कारण and को he said, this coconut tree is planted by my father. आउ से कहले ए नडिया गछटी मोर बापा लगै छन्ते। He is no more. से आउ नाहंती जगत In रे। his memory, we have kept this one. आउ सेत में तांकर स्मृति भाव रे आमने नडिया गछटी को रखिछु। So that was his desire. सेटा थिला तांकर इच्छा। But Moses had a desire, किंतु मूसांकर मध्य गोटे इच्छा very थिला। different desire. गोटे भिन्न प्रकारर इच्छा। You know what was the desire? आउ तांकर इच्छा कोन थिला जानते कि He says, Lord, I want to see your glory. से कहले हे परमेश्वर मु तुमर गौरव को देखिबा को I चाहे। want to see your glory. मु तुमर महिमा को देखिबा को चाहे। And he also said, Lord, I want to see your way. आउ मध्य से कहले मु तुमर मार्ग बा तुमर पथ जानिबा को चाहे। So when Moses asked to show me your glory, God said, okay, I will show my goodness. आउ जेतले मूसा कहले प्रभु को प्रभु मु तुमर गौरव देखिबा को चाहे परमेश्वर प्रत्युत्तर दे कहले ठीक अछि मु मोर मंगलर विषय सब मोर उत्तमता तुमको देखैबी। So that is written in Exodus 33, 18 and 19. आउ यात्रा पुस्तक तार 33 रो 18 एवं 19 पद रे लिखा अछि। What is the Old Testament definition of glory? तेबे महिमा बा गौरवर पुरातन नियम रो संज्ञाटी कोन? Glory is God's goodness. आउ ताहा होची ईश्वरकर उत्तमता। In New Testament, there is a New Testament definition of glory. आउ ए महिमा रो बा गौरवर नूतन नियम रो मध्य एक व्याख्या बा संज्ञा अछि। John says, we saw his glory. जोहन लिखिले बा कहिले जे आम्भे माने ताहांकर महिमा देखिलु। That was full of grace and full of truth. ताहा संपूर्ण भाबरे आउ अनुग्रह ओ सत्य रे परिपूर्ण अटे।
And those of you who are taking down notes, it is in John chapter 1 and verse 14. ଆଉ ଯୋଉମାନେ ନୋଟ୍ସ ଲେଖୁଛନ୍ତି ବା ଟିପ୍ପଣୀ ଲେଖୁଛନ୍ତି ଏହା ହଉଛି ଯୋହନ 1 ପର୍ବ ତାର 14 ପଦ। Secondly, ଦ୍ୱିତୀୟରେ we are considering something about the results of Jesus sacrificing on the cross. ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଯୋଉ ବଳିଦାନ ଉତ୍ସର୍ଗ କଲେ, ନିଜକୁ ବଳି ରୂପେ ଉତ୍ସର୍ଗ କଲେ, ତାହାର ଫଳାଫଳ କଣ ସେଇ ବିଷୟରେ ଆମେ ଧ୍ୟାନ କରୁଛୁ। He died, and the result is we learn to glorify God in our lives. ଆଉ ସେ କ୍ରୁଶରେ ମଲେ ତାର ଫଳାଫଳ ସ୍ୱରୂପେ ଆମେ ଈଶ୍ୱରଙ୍କୁ ମହିମାନ୍ୱିତ କରିବାର ଶିଖୁଛୁ। The death of Christ also brought one more thing. ଏବଂ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶରେ ମୃତ୍ୟୁ ମଧ୍ୟ ଆଉ ଏକ ବିଷୟ ଆଣିଲା। We were justified freely. ଆମମାନେ ବିନା ମୂଲ୍ୟରେ ଧାର୍ମିକ ଗଣିତ ହେଲୁ ବା ଧାର୍ମିକ ବିବେଚିତ ହେଲୁ। Justified freely. ଆମମାନେ ବିନା ମୂଲ୍ୟରେ ଧାର୍ମିକ ବିବେଚିତ ହେଲୁ। You know, the sin is also compared to debts. ପାପକୁ ମଧ୍ୟ ମୃତ୍ୟୁ ସାଙ୍ଗରେ ତୁଳନା କରାଯାଇଛି। That DEBTS, debts, loans. ସରି କ୍ଷମା କରିବେ, ପାପକୁ ମଧ୍ୟ ଋଣ ସାଙ୍ଗରେ ତୁଳନା କରାଯାଇଛି। So that means forgive us our sins. It's also in one translation, forgive our debts. ଆଉ ଯେତେବେଳେ ଆମମାନେ କହୁ ଆମ୍ଭମାନଙ୍କର ଅପରାଧ ସବୁ ବା ପାପ ସବୁ କ୍ଷମା କର, ଅନ୍ୟ ତର୍ଜମାରେ କହିବାକୁ ଗଲେ ଆମ୍ଭମାନଙ୍କର ଋଣ ସବୁ ଛାଡ଼ କର ବା କ୍ଷମା କର। But Romans chapter 3 says we were justified freely. କିନ୍ତୁ ରୋମୀ 3 ଅଧ୍ୟାୟରେ କୁହାଯାଉଛି ଆମ୍ଭେମାନେ ବିନା ମୂଲ୍ୟରେ ଧାର୍ମିକ ଗଣିତ ହେଲୁ। Romans 3:23 says all have sinned. ରୋମୀ 3:23 ପଦରେ ଲେଖା ଅଛି ସମସ୍ତେ ପାପ କରିଅଛନ୍ତି ପୁଣି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। And verse 24 says we are freely justified. ପୁଣି 24 ପଦରେ ଲେଖା ଯାଉଛି ସେମାନେ ବିନା ମୂଲ୍ୟରେ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଯେଉଁ ମୁକ୍ତି ଅଛି ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି। And we are justified by the death, the blood of Christ. on ପ୍ରଭୁ the ଯୀଶୁ cross. ଖ୍ରୀଷ୍ଟଙ୍କର ରକ୍ତ ଏବଂ କ୍ରୁଶରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ସକାଶେ ବିନା ମୂଲ୍ୟରେ ଈଶ୍ୱର ଆମମାନଙ୍କୁ ଧାର୍ମିକ ବୋଲି ବିବେଚନା କରୁଛନ୍ତି। In Kerala, there was one godly man, Brother Thomas, ଆଉ କେରଳରେ ଜଣେ ଈଶ୍ୱର ପରାୟଣ ବ୍ୟକ୍ତି ଥିଲେ। and his son used to, is known to me. ଆଉ ତାଙ୍କର ପୁଅ ମୋତେ ଜାଣନ୍ତି ବା ମୁଁ ତାଙ୍କୁ ଜାଣିଛି। And maybe Pastor Sangram also knows Thomas Mathai, who was a leader where we worked some time ago. ଆଉ ଭାଇ ଥୋମାସ ମାଥାଇ ଆମେ ତାଙ୍କୁ ଜାଣିଛୁ, ସେ ଓଏମ୍ ରେ ଅନେକ ବର୍ଷ ଧରି କାର୍ଯ୍ୟ କରୁଥିଲେ। So his house was in one particular place. ଆଉ ତାଙ୍କର ଘର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଥିଲା About 2 or 3 kilometers was the school. ଏବଂ 2-3 କିଲୋମିଟର ଦୂରରେ ତାଙ୍କର ବିଦ୍ୟାଳୟ ଥିଲା। In between was a shop. ଆଉ ମଝିରେ ଗୋଟେ ଦୋକାନ ଥିଲା। And so Brother Thomas' son used to go to this shop and try to tell his father's name and get lot of things. ଆଉ ସେ ଥୋମାସ ମାଥାଇଙ୍କର ପୁଅ କ'ଣ କରୁଥିଲା, ସେ ଦୋକାନକୁ ଯାଉଥିଲା, ବାପାଙ୍କର ନାଁ ନେଇକି ଗୁଡ଼ାଏ ଜିନିଷ ସେ ନିଜ ପାଇଁ କିଣି ନେଉଥିଲା। But his father did not know this. ଆଉ ବାପା କିନ୍ତୁ ଏ ବିଷୟରେ କିଛି ଜାଣିନଥିଲେ। And the shop owner was very respectable towards his father. ଆଉ ଯେହେତୁ ଦୋକାନୀ ସେ ପୁଅର ବାପାଙ୍କୁ ଭଲରେ ଜାଣିଥିଲେ, ସେ ଜଣେ ମାନ୍ୟଗଣ୍ୟ So he ବ୍ୟକ୍ତି ବୋଲି started ଜାଣିଥିଲେ। started giving more and more expensive things to that man. ଆଉ ସେଥିପାଇଁ ସେ ପୁଅକୁ ଯାହା ମାଗିଲା ସେ ତାକୁ ଦେଇ ଦଉଥିଲେ, ମୂଲ୍ୟବାନ ବିଷୟ ସବୁ ମଧ୍ୟ ବାପାଙ୍କ ନାଁରେ ଦେଇ ଦଉଥିଲେ। And the debts was increasing very much. ଆଉ ତାର ଋଣ ବଢି ବଢି ଯିବାକୁ ଲାଗିଲା। And one day ଦିନେ କ'ଣ ହେଲା, he saw the shopkeeper. ଆଉ ଦିନେ ସେ ମାଥାଇ ଭାଇ ସେ ଦୋକାନୀକୁ ଭେଟିଲେ। And he called that Brother Thomas' son. ଆଉ ସେ ଥୋମାସ ଭାଇଙ୍କର ପୁଅକୁ ଡାକିଲେ, But he ran away. କିନ୍ତୁ ସେ ପଳେଇଲା, ଦୌଡ଼ି ପଳେଇଲା। Instead of going through to the school in a shortcut, he used to go long cut because he was avoiding the shop. ଆଉ ସେ କ'ଣ କଲା ନା, ସେ ଦୋକାନ ବାଟ ଦେଇକି ଯିବା ବଦଳରେ ସେ ବୁଲିକି ଯାଉଥିଲା। Almost 6-7 months he was going long route instead of shortcut. ଆଉ ସେଇ ପାଖ ବାଟ ଦେଇ ଯିବା ପରିବର୍ତ୍ତେ ବୁଲିକି ସେ ଯାଉଥିଲା ପ୍ରାୟ 6-7 ମାସ ଧରି। Because he was afraid that he will ask money. କାରଣ ସେ ଦୋକାନୀ ପଇସା ମାଗିବ, ଟଙ୍କା ମାଗିବ, ସେଥିପାଇଁ ଡରିକି ସେ ବାଟ ଦେବାକୁ ଗଲା ନାହିଁ। Finally, in one place, that shopkeeper caught this boy. ଆଉ କୌଣସି ଗୋଟେ ସ୍ଥାନରେ ସେଇ ପୁଅକୁ ସେ ଭେଟିଲ, ସେ ଦୋକାନୀ ଭେଟିଲା। He was saying, "Uncle, I'm sorry," all those things he was trying to say. ଆଉ ତାପରେ ସେ କହିବାକୁ ଲାଗିଲା, ଆଙ୍କେଲ ମୁଁ ବହୁତ ଦୁଃଖିତ, ଏସବୁ ଏମିତି ହେଇଗଲା।
And then the shopkeeper said, I am looking for you since 6 months. ଆଉ ସେ ଦୋକାନୀ କହିଲା ମୁଁ 6 ମାସ ଧରି ତତେ ଖୋଜୁଛି You are avoiding me. ଆଉ ତୁମେ ମତେ ଏଡେଇ ଏଡେଇ ଚାଲିଛ Because long back your father paid all that you took from my shop. ଆଉ କାରଣ 6 ମାସ ପୂର୍ବରୁ ତମ ବାପା ଯାହା କିଛି ତମେ ନେଇଥିଲ ତାର ମୂଲ୍ୟ ମତେ ଦେଇ ଦେଇଛନ୍ତି ତାର ଟଙ୍କା ମତେ ଦେଇ ଦେଇଛନ୍ତି Something like this happened 2000 years ago. ଆଉ ଠିକ ଏମିତିକାର ଗୋଟେ ଘଟଣା ଘଟିଥିଲା 2000 ବର୍ଷ ତଳେ All our sin debts is paid fully and completely. ଆମମାନଙ୍କର ପାପର ସବୁ ଋଣ ସମ୍ପୂର୍ଣ୍ଣ ରୂପେ ଦିଆଯାଇଛି ମୂଲ୍ୟ ଦିଆଯାଇଛି ସମ୍ପୂର୍ଣ୍ଣ ରୂପେ That ଦିଆଯାଇଛି is little bit of the meaning of being justified. ଆଉ ତାହା ହେଉଛି ଧାର୍ମିକ ଗଣିତ ହବାର ଏକ ଛୋଟିଆ ଅର୍ଥ That is the second result of Jesus dying on the cross. ତେବେ କୃଷ୍ୟରେ ପ୍ରଭୁ ଯୀଶୁ ମୃତ୍ୟୁବରଣ କରିବାର ଏ ହେଉଛି ଦ୍ୱିତୀୟ ଫଳାଫଳ Thirdly, ତୃତୀୟରେ the third result of Jesus dying on the cross for us. ଆଉ ଆମମାନଙ୍କର ନିମନ୍ତେ ପ୍ରଭୁ ଯୀଶୁ କୃଷ୍ଣରେ ଯେ ମୃତ୍ୟୁବରଣ କଲେ ତାର ତୃତୀୟ ଫଳାଫଳ ହେଉଛି He demonstrated love. ସେ ବାସ୍ତବ ପ୍ରେମକୁ ପ୍ରଦର୍ଶନ କଲେ He demonstrated love. ସେ ପ୍ରେମକୁ ପ୍ରଦର୍ଶନ କଲେ God did not want to just preach to us. ଆଉ ପରମେଶ୍ୱର ଆମମାନ କେବଳ ପ୍ରଚାର କରିବାକୁ ଚାହିଁଲେ ନାହିଁ God is a good preacher, ସେ ତ ଉତ୍ତମ ପ୍ରଚାରକ but He demonstrated love. କିନ୍ତୁ ସେ ପ୍ରେମକୁ ପ୍ରକାଶ କଲେ ବା ପ୍ରଦର୍ଶନ କଲେ We all know John 3:16. ଆମେ ସମସ୍ତେ ଯୋହନ 3:16 କୁ ଜାଣିଛୁ God so loved the world, ଈଶ୍ୱର ଜଗତକୁ ଏତେ ପ୍ରେମ କଲେ whoever it may be, ଯେ କେହି ହେଉନା କାହିଁକି whatever kind of person that person may be. ଆଉ ଯେ ସେ ଯୋଉ ପ୍ରକାର ବ୍ୟକ୍ତି ହେଉନା କାହିଁକି God loved the entire world ଆଉ ସମୁଦାୟ ଜଗତର ଲୋକମାନଙ୍କୁ ପରମେଶ୍ୱର and ପ୍ରେମ demonstrated His love by giving His Son on the cross. ଆଉ ସେ ଆପଣାର ପ୍ରେମକୁ ଲୋକମାନଙ୍କ ନିକଟରେ ପ୍ରକାଶ କଲେ ଆପଣାର ଏକମାତ୍ର ପୁତ୍ରଙ୍କୁ କ୍ରୁଶରେ ଦେଇଦେବା ଦ୍ୱାରା Jesus died when we were yet without strength. ଆଉ ଆମମାନେ ନିରୁପାୟ ଅବସ୍ଥାରେ ପାପରେ ପରିପୂର୍ଣ୍ଣ ହେଇକି ଥିବା ସମୟରେ ହିଁ ପ୍ରଭୁ ଯୀଶୁ ମୃତ୍ୟୁବରଣ କଲେ Jesus died while we were yet sinners. ଆମମାନେ ପାପୀ ଥିବା ସମୟରେ ହିଁ ସେ ଆମମାନଙ୍କର ନିମନ୍ତେ ମୃତ୍ୟୁବରଣ କଲେ Even Jesus died when we were yet enemies to God. ଏପରିକି ଆମମାନେ ଈଶ୍ୱରଙ୍କର ଶତ୍ରୁ ଥିବା ସମୟରେ ହିଁ ସେ ଆମମାନଙ୍କର ନିମନ୍ତେ ମୃତ୍ୟୁବରଣ କଲେ So on the cross, Jesus demonstrated He loved us. ଆଉ ସେଥିପାଇଁ କ୍ରୁଶରେ ପ୍ରଭୁ ଯୀଶୁ ଈଶ୍ୱରଙ୍କର ପ୍ରେମକୁ ପ୍ରଦର୍ଶନ କଲେ He loved us with an everlasting love. ସେ ଆମମାନଙ୍କୁ ଚିରନ୍ତନ ପ୍ରେମରେ ଚିରସ୍ଥାୟୀ ପ୍ରେମରେ ପ୍ରେମ There କରିଅଛନ୍ତି is no change in that love. ଆଉ ସେଇ ପ୍ରେମରେ କୌଣସି ପରିବର୍ତ୍ତନ ନାହିଁ You know, I was translating the Bible some time ago, ଆଉ କିଛି ମାସ ପୂର୍ବରୁ ବା କିଛି ସମୟ ପୂର୍ବରୁ ବାଇବଲକୁ ମୁଁ ତର୍ଜମା କରୁଥିଲି and whenever there was one particular word I could not translate. ଆଉ ଗୋଟିଏ ଶବ୍ଦ ଥିଲା ଯେବେ ବି ସେଇ ଶବ୍ଦର ସାମ୍ନା କରୁଥିଲି ଆଉ ମୁଁ ତାହାକୁ ତର୍ଜମା କରିପାରୁନଥିଲି It's related to the love of God. ଆଉ ତାହା ଈଶ୍ୱରଙ୍କର ପ୍ରେମ ସହିତ ଜଡ଼ିତ And the NIV translates it as unfailing love. ଆଉ NIV ତର୍ଜମାରେ କୁହାଯାଇଛି ବିଫଳହୀନ ପ୍ରେମ So I was not very satisfied, so I was trying. Finally, I got a word. ଆଉ ମୁଁ ଯୋଉ ଶବ୍ଦଟି ଡିକ୍ସନାରୀରେ ଦିଆଯାଉଥିଲା ମୁଁ ସେଥିରେ ସନ୍ତୁଷ୍ଟ ନଥିଲି ଶେଷରେ ଖୋଜି ଖୋଜି ଗୋଟିଏ ଶବ୍ଦ ପାଇଲି And I used the word covenant love. ଆଉ ସେଠି ମୁଁ ଏଇ ଶବ୍ଦଟି ବ୍ୟବହାର କଲି ଯୋଉଟା କି ନିୟମର ପ୍ରେମ Covenant love. ନିୟମଯୁକ୍ତ ପ୍ରେମ So that means he loved us without any condition. ତାର ଅର୍ଥ ହେଉଛି କୌଣସି ସର୍ତ୍ତ ନ ରଖି ଈଶ୍ୱର ଆମମାନଙ୍କୁ ପ୍ରେମ We are କରିଅଛନ୍ତି studying and meditating about the Jesus sacrifice on the cross. କୃଷ୍ଣରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବଳିଦାନ ବିଷୟରେ ଆମମାନେ ଧ୍ୟାନ କରୁଅଛୁ And I am very thankful to many of you who are attentively listening for long hours. ଆଉ ଆପଣମାନଙ୍କ ନିକଟରେ ମୁଁ ବହୁତ ବହୁତ ଧନ୍ୟବାଦ ଯେ ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଧ୍ୟାନ ଦେଇକି ଶୁଣୁଅଛନ୍ତି God bless you. ପ୍ରଭୁ ଆପଣମାନଙ୍କୁ God ଆଶୀର୍ବାଦ କରନ୍ତୁ। encourage you. ଆଉ ମୁଁ ଆପଣମାନଙ୍କୁ ଉତ୍ସାହିତ କରେ God strengthen you. ଆଉ ଈଶ୍ୱର ଆପଣଙ୍କୁ ଶକ୍ତିଯୁକ୍ତ କରନ୍ତୁ God equip you. ଈଶ୍ୱର ଆପଣଙ୍କୁ ସୁସଜ୍ଜିତ କରନ୍ତୁ God empower you. ଈଶ୍ୱର ଆପଣଙ୍କୁ ବଳିଷ୍ଠ କରନ୍ତୁ The Lord bless you with His abundant grace. ଆଉ ତାହାଙ୍କର ପ୍ରଚୁର ଅନୁଗ୍ରହରେ ଆପଣମାନଙ୍କୁ ଆଶୀର୍ବାଦ The କରନ୍ତୁ Lord bless you with eternal mercy. ଆଉ ମଧ୍ୟ ତାଙ୍କର ଅନନ୍ତକାଳୀନ ଦୟାରେ ସେ ଆପଣମାନଙ୍କୁ ଦୟା କରନ୍ତୁ The Lord bless you, everyone here, with the promises of God.
ଆଉ ଈଶ୍ୱରଙ୍କର ଯୋଉ ସବୁ ପ୍ରତିଜ୍ଞା ବାକ୍ୟ ଅଛି ସେଇ ବାକ୍ୟ ଦ୍ୱାରା ସେ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। May the Lord cover you with His presence. ତାହାଙ୍କର ଉପସ୍ଥିତିର ଆଢୁଆଳରେ ସେ ଆପଣଙ୍କୁ ଆଚ୍ଛାଦିତ କରନ୍ତୁ। And may the Lord cover each one of you and your family with the precious blood that He shed on the cross of Calvary. ଆଉ କାଲବରୀ କ୍ରୁଶରେ ଯୋଉ ପବିତ୍ର ଏବଂ ବହୁମୂଲ୍ୟ ରକ୍ତ ସେ ଢାଳିଛନ୍ତି ସେଇ ରକ୍ତରେ ସେ ଆପଣଙ୍କୁ ଏବଂ ଆପଣଙ୍କର ପରିବାରକୁ ଆଚ୍ଛାଦିତ ରଖନ୍ତୁ। And the fourth result of Jesus dying on the cross. ଆଉ କ୍ରୁଶରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁଭୋଗ କରିବାର ଚତୁର୍ଥ ଫଳାଫଳ ହେଉଛି, For me, this is very encouraging. ଆଉ ଏଇଟା ମୋ ପାଇଁ ସବୁଠାରୁ ବଡ଼ ଉତ୍ସାହଜନକ ଅଟେ, This is very exciting also. ଆଉ ମଧ୍ୟ ବଡ଼ ଉତ୍ସାହଜନକ ଅଟେ। Listen carefully ମନ ଦେଇକି ଶୁଣନ୍ତୁ and do not allow the birds of the air come and steal the word from your ଏବଂ heart. ଆକାଶର ଚଢ଼େଇ ମାନେ ଆସି ସେ ସବୁ ଖୁମ୍ପି ଖାଇଦେବା ନିମନ୍ତେ ଅନୁମତି ଦିଅନ୍ତୁ ନାହିଁ। You know, some places they put a board called Beware of Thieves. ଆଉ କୋଉ କୋଉ ଜାଗାରେ ଆଉ ଫଳକରେ ଲେଖା ଥାଏ ଯେ beware of thieves, Thieves. ଆଉ ଚୋର ପ୍ରତି ସାବଧାନ। In some places like bus stand and railway station, we are very busy, and so thieves are also very busy, trying to attack. ଆଉ ଯେ ବିଶେଷ କରି ବସ୍ରେ ଗଲାବେଳେ କିମ୍ବା ଟ୍ରେନରେ ଗଲାବେଳେ ଆମମାନେ ବହୁତ ବ୍ୟତିବ୍ୟସ୍ତ ଥାଉ, ସେହି ସମୟରେ ଚୋରମାନେ ମଧ୍ୟ ବ୍ୟସ୍ତ ଥାଆନ୍ତି ଚୋରି କରିବାର ନିମନ୍ତେ। And in some houses, there is another board. ଆଉ କୋଉ କୋଉ ଘରେ ଆଉ ଗୋଟେ ଫଳକ ଲେଖା ଥାଏ, You already know what is that board. ଆଉ ସେ ଫଳକରେ କ'ଣ ଲେଖା ଥାଏ ଆପଣମାନେ ଜାଣନ୍ତି? Beware of the dogs. କୁକୁର ପ୍ରତି ସାବଧାନ, Beware of dogs. କୁକୁର ପ୍ରତି ସାବଧାନ। By the way, that is in Philippians chapter 3 and verse 2. ଆଉ କହିବାକୁ ଗଲେ ଫିଲିପିଓ ତାର 3 ପର୍ବର 2 ପଦରେ ତାହା ଲେଖା ଅଛି। Some people will put, even if there is no dog, sometimes they put a board, beware of dogs. ଆଉ କେହି କେହି ଘରେ କୁକୁର ନଥିଲେ ମଧ୍ୟ ଫଳକଟା ବାହାରେ ଲଗେଇ ଦେଇଥାନ୍ତି, In this କୁକୁର way- ପ୍ରତି ସାବଧାନ ବୋଲିକି। In this kind of meeting, we can put one other board. କିନ୍ତୁ এই ପ୍ରକାର ସଭାରେ ଆମମାନେ ଭିନ୍ନ ଏକ ଫଳକ ଲଗେଇ ପାରିବା, Beware of the birds of the air. ଆଉ ଆକାଶର ଚଢ଼େଇ ମାନଙ୍କ ପ୍ରତି ସାବଧାନ। That is, Satan's agent will come and steal God's word. ସେ ଆକାଶର ଚଢ଼େଇ ମାନେ ହେଉଛନ୍ତି ଶୟତାନର ଏଜେଣ୍ଟ ସବୁ, ଯେଉଁମାନେ ଆସିକି ବାକ୍ୟକୁ ହରଣ କରି ନିଅନ୍ତି। The fourth result of Jesus dying on the cross. ତେବେ ପ୍ରଭୁ ଯୀଶୁ କ୍ରୁଶରେ ମୃତ୍ୟୁବରଣ କରିବାର ଚତୁର୍ଥ ଫଳାଫଳ ହେଉଛି, Listen carefully. ମନ ଦେଇକି ଶୁଣନ୍ତୁ, Redeemed from the curse. ଅଭିଶାପରୁ ମୁକ୍ତ ହୋଇଅଛୁ। Redeemed from the curse. ସେ ଆମମାନଙ୍କୁ ଅଭିଶାପରୁ ମୁକ୍ତ କରିଅଛନ୍ତି। Galatians 3, chapter 3 and verse 10 says that Jesus died on the cross so that he can free us from the curse. ଆଉ ଗାଲାତୀୟ ପତ୍ରରେ ଲେଖାଯାଇଛି ଯେ ପ୍ରଭୁ ଯୀଶୁ କ୍ରୁଶରେ ମୃତ୍ୟୁବରଣ କଲେ ଯେପରିକି ଆମମାନଙ୍କୁ ସେ ଅଭିଶାପରୁ ମୁକ୍ତ କରିବେ। Verse 10 and verse 13. ଆଉ ତାର 10 ପଦ ଏବଂ 13 ପଦ। Verse 10 is a very frightening verse. ଆଉ 10 ପଦଟି ବଡ଼ ଭୟାବହ ପଦ ଅଟେ। It says, Cursed is everyone who does not continue in all that is written in the word of God. କାରଣ ଯେତେ ଲୋକ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି ସେମାନେ ଶାପଗ୍ରସ୍ତ। ଯେଣୁ ଲେଖା ଅଛି ଯେ କେହି ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ ସେ ଶାପଗ୍ରସ୍ତ। In any examination, ଯେକୌଣସି ପରୀକ୍ଷାରେ there may be 10 or 20 questions. ହୋଇପାରେ 10 କି 20ଟା ପ୍ରଶ୍ନ ଥାଏ। Have you seen any question paper with 2,713 questions? ଆପଣ ଏମିତି କୌଣସି ପରୀକ୍ଷା ଖାତା ଦେଖିଛନ୍ତି କି ଯୋଉଠି 2,713 ଆଉ 13ଟି ଆଉ ପ୍ରଶ୍ନ ଅଛି? So the law had that many commandments. ବ୍ୟବସ୍ଥା ପୁସ୍ତକରେ ସେତେ ଗୁଡାଏ ଆଜ୍ଞା ଅଛି, ଆଦେଶ ଅଛି। Out of the 2,713 commandments, ଆଉ ସେ 2,713 ଆଦେଶ ମଧ୍ୟରୁ ଆଜ୍ଞା ମଧ୍ୟରୁ let's say that you obey almost 2,712 commandments. ଆଉ ମନେ କରନ୍ତୁ ଆପଣ 2,712ଟି ଆଜ୍ଞା ପାଳନ କରିଅଛନ୍ତି, But only one commandment you broke. କିନ୍ତୁ ଗୋଟିଏ ମାତ୍ର ଆଜ୍ଞା ଆପଣ ପାଳନ କରିପାରି ନାହାନ୍ତି। James says, ଯାକୁବ କହନ୍ତି if you break one commandment, you have broken all the 2,712 commandments. ସେ କହନ୍ତି ସେଥିରୁ ଗୋଟିଏ ଆଜ୍ଞା ଯଦି ତୁମେ ମାନି ନାହ ତା ମାନେ ବାକି ସବୁ ଆଜ୍ଞା ତୁମେ ମାନି ନାହ। That's what James says in chapter 2 and verse 10.
जाकुब तार 2 पर्वर 10 पदरे से कथा कहती कारण जे So- केही समस्त व्यवस्था पालन करी केवल गोटिक विषय झुंटी पड़े तेबे से समस्त व्यवस्था लंघन दोष रे दंडनीय हुए। So therefore, we all have broken the commandments of God. तेबे आम माने समस्ते ईश्वरंकर आज्ञा लंघन करियछु। Not one commandment, गोटिए आज्ञा नुह many commandments. अनेक अनेक आज्ञा Therefore, we are cursed. सेथिपाई आम माने अभिशाप आनिछु बा अभिशप्त होइछु। But there is a good news in verse 13. किंतु 13 पदरे आमान पाई शुभ वार्ता दिया जाइछि। Jesus took our curse. यीशु ख्रीष्ट आमानकर अभिशाप को नेले He became cursed on the cross से क्रूस रे आमानकर निमंते अभिशाप स्वरूप हेले so that you and I need not be a cursed person on this earth. जेपरि कि आपण एवं मु ए धरा पृष्ठ रे अभिशप्त व्यक्ति भाव रे आ जीवन काटिबु नाही। Wow, this is a great test. It is a good news. एटा होछि आमान पाई सबठारु शुभ वार्ता अटे। And so when somebody gives a good news, you must be very excited, you must be happy also. आ जदि आपण को के कोन से विषय रे शुभ संवाद दिए आपण निश्चय उत्साहित होंती एवं खुशी ही जानते। Like our pastor he was telling hallelujah, and some of us raised our hands and said hallelujah. आ जेमति कि पाळक हमन कराई भाई से हालेलुया बोली कहला का माने हाथ उठेई के हालेलुया बोली उत्तर देउथलु। I have come to see that there are two types of hallelujahs. आ मु देखिबा को पारिछि जीवन रे जे दुई प्रकार रो हालेलुया अछि। Maybe more types of hallelujahs. होई पारे अन्यान्य अनेक प्रकार रो हालेलुया थाई पारे। Basically two types of hallelujahs. किंतु साधारणतः मु दुई प्रकार रो हालेलुया को देखिछि। One is a weak hallelujah. गोटे होछि दुर्बल हालेलुया Other one is a very strong hallelujah. आ गोटे होछि बडो बलवान हालेलुया। Just like somebody said praise the Lord, yes, praise the Lord, like that. आ जेमति कि जणे के प्रेज द लॉर्ड कहले आमी भी प्रेज द लॉर्ड। So, but there is strong, really excited in faith, we can say also. आ किंतु बडो जोर दे कि हालेलुया बोली कहिबार हालेलुया मध्ये अछि। When the Israelites said something like that, you know, even the Jericho wall fell down, which is the biggest, strongest wall. आ इस्राएल लोक माने जेतले प्रभुकर प्रशंसा कले उच्च स्वर रे जिरिहोर प्राचीर मस्त बड़ मजबूत प्राचीर मध्य भूमिसात हेई गला। I am sure you all might have read Deuteronomy. आ आपण माने समस्त द्वितीय विवरण निश्चय पढ़िथिबे। I am sure you might have read Deuteronomy 27 and 28 chapters. आ विशेष करी के द्वितीय विवरण तार 27 एवं 28 अध्याय आपण माने निश्चय पाठ करिसेंती। You know how many curses are there listed? आ सेठारे केतोटी अभिशाप रो कथा लिखा अछि जानंती कि? Maybe you are going to hear for the first time. आ होई पारे केही के प्रथम थर पई ए संख्याटी सुनिबे। Do not allow the birds of the air to steal this word. आ दया करी ए वाक्य आकाशर चढ़े माने खाई न जानतो। There are 144 curses listed in Deuteronomy 27 and 28. द्वितीय विवरण 27 एवं 28 अध्याय दुईटी अध्याय रे 144 अभिशाप रो कथा लिखा अछि। Good news. किंतु शुभ संवाद होछि Jesus took all these 144 curses on the cross. क्रूस रे प्रभु यीशु ए 144 जाक अभिशाप को निज ऊपर को नहीं That is why it is really Good Friday. सेथि पाए आज दिन को गुड फ्राइडे बा शुभ शुक्रवार बोली कहा जाए। But if you believe that Jesus took this curse on the cross, it can be a good Saturday also. आओ जदि आपण विश्वास करंती जे प्रभु जीशु ए समस्त अभिशाप आपणकर अभिशाप निज ऊपर को नहीं गले ताले शनिवार मध्य शुभ शनिवार हेई पारिबो And good Sunday. आओ रविवार मध्य Good शुभ Monday. रविवार हेई पारिबो और सोमवार मध्य शुभ सोमवार हेई पारिबो Good month. आओ मासटी सारा मध्य शुभ मास हेई पारिबो Good year. आओ वर्षटी मध्य Because शुभ वर्ष हेई पारे Jesus took 144 curses upon himself. कारण आमानकर पई थिबा 144 टी अभिशाप रो विषय प्रभु जीशु निज ऊपर को नहीं गले। We are meditating on the cross this evening. आज संध्यारे आमने ख्रीष्टकर क्रूस रे ताहांकर मृत्यु भोग विषय रे ध्यान करू। Results of Jesus, his sacrifice on the cross. क्रूस रे ताहांकर मृत्यु वरण करबा द्वारा जो फलाफल आमने पाइलु। Now one other result, this also I love very much. आउ गोटे फलाफल होची जोडा कि मो बहुत पसंद करे। Because Jesus took the curse on the cross, जेहेतु क्रूस रे आमानकर सबु अभिशाप को प्रभु जीशु निज ऊपर को नेले, the blessing of Abraham has come to us. अब्राहम को दिया जाइथिबा आशीर्वाद ताहा आमान को उपलब्ध होला। You know, God blessed Abraham in Genesis chapter 12.
आदि पुस्तक 12 अध्याय रे अब्राहम को परमेश्वर आशीर्वाद कले And all the blessings, which is actually an international blessing that God gave to Abraham, आ कह गले अब्राहम को जो आशीर्वाद दिया गला ताहा अंतरजातीय माने आशीर्वाद अटे and he says that that blessing can be ours. आ से कहा जाउची सेही आशीर्वाद आम्भ मानकर हेई पारिबो It is like an ancestral property. कह गले उत्तराधिकार भावरे जेमति की पैतृक संपत्ति बा पैतृक अधिकार आमान को मिली थाए Father's property to us, आ पितांकर सेही अधिकार to the children. आ पिलामानकर पाई So Father Abraham's property can be, the blessings can be ours also. आ अब्राहम कर आशीर्वाद मध्य आमानकर हेई पारिबो So that we see in Genesis chapter 12, sevenfold blessings आ of आदि Abraham. 12 अध्याय रे 7 गुणर आशीर्वाद को आमाने देखुअछो Jesus did a big transaction on the cross so that we get the blessings of Abraham transferred into our heavenly bank account. आ प्रभु यीशु क्रूस रे जहा करी अछंती तार फल स्वरूपे अब्राहम को प्रति दत्त आशीर्वाद आम्भ मान को दिया जायछि If you believe, you can see those blessings coming upon your lives. जदि आपण विश्वास करंती ताहाले सेही आशीर्वाद सब आपणक जीवन रे आसुथिबार आपण लक्ष्य करिवे The Bible works only when we believe. The Bible works only when we believe. जेतेले आमाने विश्वास करू सेतेबेले ईश्वरंकर वाक्य बाइबल आम जीवन रे कार्य साधन करे And therefore, the death of Christ also works numerous blessings only when we believe. आउ जीशु ख्रीष्टंकर मृत्यु भोग द्वारा जो सब आशीर्वाद परमेश्वर देवा को चाहती सेटा आमानकर हुए जेतेबेले आमाने विश्वास करिबा 7 results of Jesus dying on the cross. तेबे क्रूस रे प्रभु जीशु ख्रीष्ट मृत्यु भोग कले तार 7टी फलाफल Now the 6th blessing, this is also I am very excited. आउ 6 नंबर आशीर्वाद होची Promise of the Holy Spirit. पवित्र आत्मांकर प्रतिज्ञा Promise of the Holy Spirit. प्रतिज्ञा पवित्र आत्मांकर प्रतिज्ञा Let me tell you something which you may be, shocked to hear. आउ होई पारे आपण सुनिले आश्चर्य हेबे किंतु मु कथा कहिबी Listen very carefully. सेति पाई मन देई कि सुनंतु Do not allow the birds of the earth come to you and steal the word of God. एवं आपणक पाखकु आसी चढ़ई माने जेमति ताहा खाई न जानती सेति प्रति सावधान हुअन्तु You know, Jesus Christ was the best teacher in the world. प्रभु जीशु ख्रीष्ट जगत रे सबठारु सर्वोत्तम शिक्षक थिले बा गुरु थिले There is no doubt about it. ए विषय रे कोनोसी संदेह नाही The disciples had the best teacher with him for 3.5 years. आउ 3.5 वर्षर पाई शिष्य माने बा प्रेरित माने सर्वोत्तम गुरु को निज पाखरे पाइथिले Even though they had the best teacher in the world with them for 3.5 years, जदि बा 3.5 वर्ष पाई पृथ्वीर सर्वोत्तम गुरु को से माने पाइथिले still the disciples were fighting who is great and all those things. तथापि शिष्य मान को मध्यरे विवाद होथिला जे आम्भमान को मध्यरे बड़ किए They heard the best teacher. से माने सर्वोत्तम गुरु को ठारु शिक्षा पाई छंती They heard the best sermon. आ से माने सर्वोत्तम वार्ता बा संवाद मध्य सुनी छंती They saw the best miracles happening. आ से माने मध्य सर्वोत्तम आश्चर्य कार्य सब हेउथबार निज आखिरे देखि छंती They saw the godliest life lived on the face of the earth. एवं ए पृथ्वी पृष्ठ रे ईश्वर परायण एक सुंदर सिद्ध जीवन को से माने देखि छंती Still not much change in the lives of the disciples. तथापि शिष्य मान को जीवन रे विशेष किछि परिवर्तन नथिला Jesus knew this. प्रभु जीशु यह जानी थे And that is why he says, I will send you the Holy Spirit. सेति पाई से कहले मो तुम्हमान को मध्य को सेही पवित्र आत्मा को प्रेरण करिबी And the promise of the Holy Spirit is पवित्र आत्मा को प्रतिज्ञा होची that's the result of Jesus dying for us on the cross. क्रूस रे प्रभु जीशु आमान पाई जे मृत्यु भोग कले तार फल स्वरूप आमाने पवित्र आत्मा को पाउछु Finally, शेष रे one more result of Jesus dying on the cross. क्रूस रे प्रभु जीशु ख्रीष्टंकर मृत्युवरण करिवार आउ एक पुरस्कार बा आउ गोटे फलाफल होची We are made bold to enter into the most holy place. हम माने महापवित्र स्थान को प्रवेश करिवा निमंते आमान को साहसिक करागला You know, in the olden days, in the tabernacle, the high priest will go only once in a year.
ଆଉ ପୁରାତନ ନିୟମରେ ଆମେ ଦେଖୁ ଯେ ସେଇ ଯୋ ସମାଗମ ତମ୍ବୁ ଭିତରକୁ ମହାଯାଜକ ବର୍ଷରେ ଥରେ ମାତ୍ର ମହାପବିତ୍ର ସ୍ଥାନକୁ ଯାଉଥିଲେ। And a tradition says, scholar says that they will tie the leg of the high priest with a chain so that any accident takes place in the most holy place, they can drag his body. ଆଉ ବାଇବଲ ପଣ୍ଡିତ ମାନେ ମତ ଦିଅନ୍ତି ଯେ ମହାଯାଜକ ପ୍ରବେଶ କରିବା ପୂର୍ବରୁ ତାଙ୍କ ଦେହରେ ଶିଙ୍କୁଳି ବନ୍ଧା ଯାଉଥିଲା ଏବଂ ଘଣ୍ଟି ବନ୍ଧା ଯାଉଥିଲା। ଯଦି କୌଣସି ପ୍ରକାର ଦୁର୍ଘଟଣା ଘଟେ ବା ଅଘଟଣ ଘଟେ ତାହେଲେ ସେମାନେ ଯେହେତୁ ଭିତରକୁ ଯାଇପାରିବେ ନାହିଁ, ସେ ଶିଙ୍କୁଳି ଟାଣିକି ତାହାଙ୍କର ଶବକୁ ବାହାର କରୁଥିଲେ। He will also sometimes go with ringing the bell. ଆଉ ଅନେକ ସମୟରେ ସେ ଘଣ୍ଟିକୁ ହାତରେ ଧରି ବଜେଇ ବଜେଇକି ଯାଉଥିଲେ। When he goes into the most holy place, ବିଶେଷ କରି ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟରେ bell sound stops. ଆଉ ଯଦି ସେ ଘଣ୍ଟି ବାଜିବାର ଶବ୍ଦ ବନ୍ଦ ହେଇଗଲା, People outside know some accident has taken place. ଆଉ ସେତେବେଳେ ସେମାନେ ଜାଣିଲେ ଯେ ମହାଯାଜକ ସେଇଠି ସରିଗଲେଣି। Our high priest has either fainted or died. ଆଉ ଆମମାନଙ୍କର ମହାଯାଜକ ମୂର୍ଚ୍ଛିତ ହେଇ ପଡ଼ିଯାଇଛନ୍ତି କିମ୍ବା ମରିଯାଇଛନ୍ତି। They will pull the chain and his body will come. ଆଉ ସେଥିପାଇଁ ସେମାନେ ସେ ଶିଙ୍କୁଳିକୁ ଟାଣୁଥିଲେ ଆଉ ଶରୀରଟି ଆସୁଥିଲା। I can imagine how he was holding the bell. ଆଉ ମୁଁ କଳ୍ପନା କରିବାକୁ ପାରୁଛି ସେ କେମିତି ଘଣ୍ଟାକୁ ଧରିଥିବେ। I was not there, but I can imagine. ମୁଁ ସେଠି ନଥିଲି କିନ୍ତୁ ମୁଁ କଳ୍ପନାରେ ବୁଝିପାରିବି। Because of the fear, his hand will automatically shake and bell also will automatically bell. ଆଉ ସେ ଘଣ୍ଟାଟା ହାତରେ ଧରିଥିବେ କିନ୍ତୁ ଭୟ ସକାଶେ ତାଙ୍କର ହାତ ଥରୁଥିବ, ତାଙ୍କୁ ବଜେଇବାକୁ ପଡୁନଥିବ, ସେଟା ଆପେ ଆପେ ବାଜୁଥିବ। But Hebrews chapter 10 says, ଆଉ ଏବ୍ରୀ 10 ଅଧ୍ୟାୟରେ କୁହାଯାଇଛି verse 19 and 20, ତାର 19 ଏବଂ 20 ପଦରେ Jesus has emboldened us so that we can go into the most holy place. ପ୍ରଭୁ ଯୀଶୁଙ୍କର କୃଷ୍ୟ ମୃତ୍ୟୁ ଆମମାନଙ୍କୁ ସାହସିକ କରେଇଛି ଯେପରିକି ଆମମାନେ ମହାପବିତ୍ର ସ୍ଥାନରେ ଅକ୍ଲେଶରେ ପ୍ରବେଶ You କରିପାରିବା। need not go with a bell. ଆପଣଙ୍କୁ ଘଣ୍ଟି ଧରିକି ଯିବାର ଦରକାର You ନାହିଁ। need not go with legs chained. ଆଉ ଆପଣଙ୍କର ଗୋଡରେ କିମ୍ବା ଅଣ୍ଟାରେ ଶିଙ୍କୁଳି ବନ୍ଧା ହେଇକି ଯିବାର ଦରକାର You ନାହିଁ। can boldly go into the presence of God. ଆପଣ ଈଶ୍ୱରଙ୍କର ସାନ୍ନିଧ୍ୟ ମଧ୍ୟକୁ ସାହସର ସହିତ ଯାଇପାରିବେ। This privilege Jesus did on the cross 2000 years ago. 2000 ବର୍ଷ ତଳେ କାଲବରୀ କୃଷ୍ୟରେ ମୃତ୍ୟୁ ଭୋଗ କରି ପ୍ରଭୁ ଯୀଶୁ ଏହି ସୁଯୋଗ ଏବଂ ସୁବିଧା ଆମମାନଙ୍କୁ ପ୍ରଦାନ କରିଛନ୍ତି। It is a fantastic experience. ଆଉ ଏହା ସର୍ବୋତ୍ତମ ଅନୁଭୂତି ଅଟେ। Thank you for your attention. ଆପଣଙ୍କର ଧ୍ୟାନ ପାଇଁ ମନ ଦେଇ ଶୁଣିଥିବାରୁ ଧନ୍ୟବାଦ। Let me close with a Sunday school story. ଆଉ ଗୋଟେ ସଣ୍ଡେ ସ୍କୁଲର କାହାଣୀ କହିକି ମୁଁ ଶେଷ କରିବି। There were two friends, ଦୁଇ ଜଣ ବନ୍ଧୁ ଥିଲେ, Johnny and Kamala, ଆଉ ଜଣଙ୍କର ନାଁ ହେଉଛି ଜନି ଆଉ ଜଣଙ୍କର ନାଁ ହେଉଛି କମଲା। two children. ଦୁଇ ଜଣ ଛୋଟ ପିଲାମାନେ। Johnny had 10 marbles, ଆଉ ଜନି ପାଖରେ 10ଟି ଏଇ ଯୋଉ ବାଟି ଥିଲା। and in the 10 marbles, one blue marble he really loved. ଆଉ ସେ 10ଟି ବାଟି ମଧ୍ୟରୁ ନୀଳ ରଙ୍ଗର ବାଟିଟିକୁ ସେ ବାହାର କଲା। And Kamala had 10 chocolates. ଆଉ କମଲା ପାଖରେ 10ଟି ଚକୋଲେଟ ଥିଲା। And Johnny said, Kamala, can you give all the 10 chocolates you have, and I will give all the marbles I have to you. ଆଉ ଜନି କହିଲା କମଳାକୁ ଯେ କମଳା ତୋ ପାଖରେ 10ଟା ଚକୋଲେଟ ଅଛି, ତୁ ସବୁଯାକ ଚକୋଲେଟ ମତେ ଦେଇଦେ, ମୋର ସବୁଯାକ ବାଟି ମୁଁ ତତେ ଦେଇଦେବି। Little girl, without doubting anything, she gave all the 10 chocolates to Johnny. ଆଉ ସେ ଛୋଟ ଝିଅ କମଳା ସେ ବଡ଼ ସରଳ ଥିଲା, ଆଉ ଜନିର କଥାକୁ ବିଶ୍ୱାସ କରି ତାର ସବୁଯାକ 10ଟି ଯାକ ଚକୋଲେଟ ତାକୁ ବଢ଼େଇ ଦେଲା। Johnny put his hand in his pocket ଆଉ ଜନି ପକେଟରେ ତାର ହାତ ପୁରେଇଲା, and he took almost all the marbles. ଆଉ ପ୍ରାୟ ସବୁଯାକ ବାଟି ସେ ବାହାର କଲା। But as I said, one blue marble he liked. କିନ୍ତୁ ସେ 10ଟି ବାଟି ମଧ୍ୟରୁ ଗୋଟିଏ ବାଟି ଯୋଉଟା କି ନୀଳ ରଙ୍ଗର ଥିଲା ସେ ବହୁତ ଭଲ ପାଉଥିଲା ବା ପସନ୍ଦ କରୁଥିଲା। Somehow he felt it, and then he saw, he kept that blue marble, gave all the 9 marbles to Kamala. ଆଉ ସେ କ'ଣ କଲା, ସେ କୌଣସି ମତେ ସେଇ ବ୍ଲୁ ନୀଳ ରଙ୍ଗର ମାର୍ବଲଟା ସେ ବାଟିକୁ ସେ ପକେଟରେ ରଖିଦେଲା, ଆଉ 9ଟି ବାହାର କରିକି କମଳା ହାତରେ ବଢ଼େଇ ଦେଲା। Kamala took and went with the 9 blue marbles, 9 marbles she got. ଆଉ ଯୋଉ 9ଟି ବାଟି ସେ ପାଇଲା, କମଳା ତାକୁ ନେଇକି ଘରକୁ ଚାଲିଗଲା। Now Johnny is very happy. ଆଉ ଜନି କିନ୍ତୁ ବହୁତ ଖୁସି। He got all the chocolates, ଆଉ ସେ ସବୁଯାକ 10ଟି ଯାକ ଚକୋଲେଟ ପାଇଛି। and plus also his favorite blue marble he could retain. ଆଉ ମଧ୍ୟ ତାର ଯୋଉ ପସନ୍ଦନୀୟ ସେ ନୀଳ ରଙ୍ଗର ମାର୍ବଲଟା ତା ପକେଟରେ He ଅଛି। went to a lonely place. ସେ ଗୋଟେ ନିଚାଠିଆ ଜାଗାକୁ ଗଲା, He took that chocolate, one chocolate, ସେ ଗୋଟେ ଚକୋଲେଟ ନେଲା, he opened it, ଆଉ ତାକୁ ଖୋଲିଲା,
and nobody was there. ଆଉ କେହି ନଥିଲେ ପାଖରେ He wanted to put it in his mouth. ଆଉ ସେଟାକୁ ପାଟିରେ ସେ ପୁରେଇବା ପାଇଁ ଚେଷ୍ଟା କଲା As he was putting in his mouth, ଆଉ ଯେତେବେଳେ ସେ ପାଟିରେ ପୁରେଇବା ପାଇଁ ଗଲା he got a ଆଉ thought. ତା ମନରେ ଗୋଟେ ଡାଉଟ ସନ୍ଦେହ ଆସିଲା Did Kamala give all the chocolates she had to me? ଆଉ କମଳା କଣ ତାର 10ଟି ଯାକ ଚକୋଲେଟ ମତେ ଦେଇଛି ନା ମୋ ଭଳି ସେ ଗୋଟେ ରଖି ଦେଇଛି Why did he get that thought? କାହିଁକି ସେଇ ଡାଉଟ ସେଇ ସନ୍ଦେହଟା ତା ମନରେ ଆସିଲା Because he did not give all the marbles he had to Kamala. କାରଣ ତା ପାଖରେ ଥିବା 10ଟି ଯାକ ବାଟି ସେ କମଳାକୁ ଦେଇନାହିଁ Jesus gave all of himself to us without any reservation. କିନ୍ତୁ ପ୍ରଭୁ ଯୀଶୁ କିଛି ହିଁ ନିଜ ପାଇଁ ନ ରଖି ଆପଣାର ସର୍ବସ୍ୱ ଆମମାନଙ୍କୁ ଦେଇଅଛନ୍ତି Sometimes ବେଳେ ବେଳେ we think we have given everything to Jesus. ଆମମାନେ ଆମମାନଙ୍କର ସବୁ କିଛି ପ୍ରଭୁ ଯୀଶୁଙ୍କୁ ଦେଇଛୁ ବୋଲି ଆମମାନେ ମନେ କରୁ ଭାବିଥାଉ But like that Johnny, we have certain one or two blue marbles in our lives. କିନ୍ତୁ ସେ ଜନି ଭଳି ଆମ ପାଖରେ ଗୋଟିଏ ବା ଦୁଇଟି ନୀଳ ରଙ୍ଗର ମାର୍ବଲକୁ ଆମମାନେ ଲୁଚେଇ ରଖିଛୁ We don't want to give it to God. ତାହା ଆମମାନେ ଈଶ୍ୱରଙ୍କୁ ଦେବାକୁ ଚାହିଁନାହୁଁ Anyway, you understood the story. ଆପଣମାନେ ସେ କାହାଣୀଟାକୁ ବୁଝିପାରିଲେ Maybe God wants to the electricity go for a few seconds so that you can think about this example. ଆଉ ହୋଇପାରେ ପ୍ରଭୁ ଚାହିଁଲେ ଯେ ଏ ବିଜୁଳି କିଛି ସମୟ ଚାଲିଯିବା ଦ୍ୱାରା ଆପଣ ମନରେ ଧ୍ୟାନ ଦେଇକି ଚିନ୍ତା କରିପାରିବେ ଭାବିପାରିବେ ବିବେଚନା କରିପାରିବେ What is that blue marble in your life or in ଆପଣଙ୍କ my life? ଜୀବନରେ ସେ ନୀଳ ରଙ୍ଗର ବାଟିଟା କ'ଣ Why do we doubt God who gave everything for us? ଯୋଉ ଈଶ୍ୱର ଆପଣଙ୍କୁ ସର୍ବସ୍ୱ ଦେଇକି ପ୍ରେମ କରିଛନ୍ତି ତାହାଙ୍କୁ କାହିଁକି ସନ୍ଦେହ କରନ୍ତି Let us examine ourselves and rededicate ourselves to the one who gave everything for us. ଆସୁ ଆମମାନେ ଆପଣା ଆପଣାର ସମୀକ୍ଷା କରୁ ଆପଣା ଆପଣାର ଆତ୍ମ ପରୀକ୍ଷା କରୁ ଏବଂ ଯିଏ ଆପଣାର ସର୍ବସ୍ୱ ଦେଇ ଆମମାନଙ୍କୁ ପ୍ରେମ କରିଛନ୍ତି ତାହାଙ୍କୁ ଆପଣାର ସବୁ କିଛି ଦେଉ The Lord add his blessing to his word. ଆଉ Amen. ଈଶ୍ୱରଙ୍କର ବାକ୍ୟର ଏହି ଆଶୀର୍ବାଦ ଆପଣଙ୍କର ହେଉ ଆମେନ୍